ଜୟ ଜଗନ୍ନାଥ ବନ୍ଧୁଗଣ, ଦେଖନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସର୍ବଦା ଆମେ ଆଲୋଚନା କରିଥାଉ ସମସ୍ତ ରାଶି ବିଷୟରେ। ତ ଏ ଯେଉଁ ଫେବୃଆରୀ ମାସ ଯେଉଁ ଆସୁଛି, ଏଇ ଫେବୃଆରୀ ମାସ ମିଥୁନ ରାଶି କ'ଣ ଘଟିବ ଘଟଣା, ସ୍ୱାସ୍ଥ୍ୟ ହେଉ, ସମ୍ପତ୍ତି ହେଉ, ଧନକ୍ଷେତ୍ର ହେଉ, ଆମେ ନିଶ୍ଚିତ ଭାବରେ ଆଲୋଚନା କରିବା। ଗୋଟେ ବହୁତ ବଡ଼ ଜିନିଷ ହେଉଛି ଆପଣଙ୍କର ଏଇ ଯେଉଁ ଗୋଚର କୁଣ୍ଡଳୀ ଅନୁସାରେ ମିଥୁନ ରାଶି କିଛି ମହାପରିବର୍ତ୍ତନର ଯୋଗ ଏଇଟା ଆପଣଙ୍କର ଆସୁଛି। କିଛି ପ୍ରୋବ୍ଲେମ୍ ଜିନିଷ ଯେଉଁଟା ବହୁତ ବଡ଼ ପ୍ରୋବ୍ଲେମ୍ ଆମେ କହିପାରିବା। ଏମିତି ଏକ ଗ୍ରହ ଆପଣଙ୍କର ଏମିତି ଏକ ରାଶିରେ ବିରାଜମାନ ଏବଂ ଜ୍ୟୋତି ସହିତ ଅଛନ୍ତି। ନିଶ୍ଚିତ ଭାବେ ସେଇ ଗ୍ରହଙ୍କ କଥା ଆମେ ଆଲୋଚନା କରିବା। ତ ବହୁତ କିଛି ପରିବର୍ତ୍ତନ, ବହୁତ କିଛି ଉଦାସର ମନୋଭାବ ନେଇ ଆପଣ ଏଇ ମାସରେ ନିଶ୍ଚିତ ଭାବେ ଗତି କରିବେ। ଯାହା ସ୍ଥିତି ଦେଖାଯାଉଛି ସବୁ କଥା ଗୋଟି ଗୋଟି କରି ଆମେ ଆଲୋଚନା କରିବା। ପ୍ରଥମତଃ ମୁଁ ଗୋଟେ କଥା କହୁଛି, ମିଥୁନ ରାଶି ଫେବୃଆରୀ ମାସ 3 ତାରିଖରୁ ଏଇ ଜିନିଷଟା ଆପଣଙ୍କର ବେସିକଲି ହେବ। ଆପଣ ଦେଖନ୍ତୁ, ବୃହସ୍ପତି ଆପଣଙ୍କର ଲଗ୍ନରେ ବହୁତ ବଢ଼ିଆ କଥା, ସେକେଣ୍ଡ ହାଉସ୍ରେ ଚନ୍ଦ୍ର, ଇଏ ବି ବହୁତ ବଢ଼ିଆ କଥା। ଜାଣିଛନ୍ତି ପ୍ରଥମ ହାଉସ୍ରେ ବୃହସ୍ପତି ରହିଲେ ଆପଣ ଆଧ୍ୟାତ୍ମିକତା ନିହାତି ହେଇଯିବେ ଫେବୃଆରୀ ମାସରେ। ଅର୍ଥ କ୍ଷେତ୍ରରେ ଆପଣଙ୍କର ନିଶ୍ଚିତ ଭାବରେ ବଢ଼ିଆ। ଶନିଦେବ ମଧ୍ୟ ଆପଣଙ୍କର ଦଶମ ଭାବରେ ବସିଛନ୍ତି, କର୍ମ ଜାଗାରେ ବସିଛନ୍ତି। କିନ୍ତୁ ୟା ମାନେ ନୁହେଁ ଯେ ଆପଣଙ୍କର ଆର୍ଥିକ ଉନ୍ନତି ହେବ। କାହିଁ କହିଲେ, ଭଲ ଜାଗାରେ ବୃହସ୍ପତି ବସିଲେ, ଶନିଦେବ ବସିଲେ ଏବଂ ମଧ୍ୟ ଅର୍ଥ ଜାଗାରେ ବସିଲେ ଆପଣଙ୍କର ଚନ୍ଦ୍ର, ଅର୍ଥ ଜାଗାରେ ଚନ୍ଦ୍ର ବସିଲେ ବହୁତ ବଢ଼ିଆ। ନିଜ ରାଶିରେ ମଧ୍ୟ ବସିଛନ୍ତି ବହୁତ ବଢ଼ିଆ। କିନ୍ତୁ ଆପଣ ଗୋଟେ ଜିନିଷ ଦେଖନ୍ତୁ, ଏଇଠି ଆପଣ ଯେଉଁଠି 10 ଲେଖା ଦେଇଛି ସେଠି ଅଷ୍ଟମ ରାଶି, ମାନେ ଅଷ୍ଟମ ଘର, ଅଷ୍ଟମ ଘରରେ ସୂର୍ଯ୍ୟ, ଶୁକ୍ର, ବୁଧ, ମଙ୍ଗଳ, ତାପରେ ରାହୁ ମଧ୍ୟ ସେଠି ଗୋଚର କରିବେ। ତ ଏଇ ଯେଉଁ ଅଷ୍ଟମ ଘରେ ଏତେ ସବୁ ଗ୍ରହ ଭଲ ରୁହନ୍ତିନି। ତ ସେଇ କଥା ଆପଣଙ୍କର ଯେତେ ମଧ୍ୟ ଭଲ ହେଲେ ମଧ୍ୟ ଏଇ ମାସରେ ବହୁତ କିଛି ପ୍ରୋବ୍ଲେମ୍ ଆପଣମାନଙ୍କ ପାଇଁ ରହୁଛି। ନିଶ୍ଚିତ ଆମେ ପଜିଟିଭ୍ ନେଗେଟିଭ୍ କଥା କହିବା। ଫାର୍ଷ୍ଟ କଥାଟା ସତ୍ୟ କଥା ଆମେ କହିବା, ଗୋଚରର କଥା କହିବା। ଆପଣ ଫେବୃଆରୀ ମାସରେ ଆମେ ଯଦି ଆଲୋଚନା କରିବା, ଆପଣଙ୍କର ସ୍ୱାସ୍ଥ୍ୟ କଥା ଆଲୋଚନା କରିବା, ସ୍ୱାସ୍ଥ୍ୟ ଆପଣଙ୍କର ଏତେଟା ଭଲ ରହିବ ନାହିଁ। ଆପଣଙ୍କର ପେଟ ପ୍ରୋବ୍ଲେମ୍ ହେଇପାରେ ଆପଣଙ୍କର, କିମ୍ବା ଛୋଟ ମୋଟ ପ୍ରୋବ୍ଲେମ୍ ବି, ଯେଉଁ ବେଶୀ ବଡ଼ ପ୍ରୋବ୍ଲେମ୍ ନୁହଁ, କିନ୍ତୁ ଆପଣଙ୍କର ଗୋଟେ ପ୍ରୋବ୍ଲେମ୍ ହେଇପାରେ ଆକ୍ସିଡେଣ୍ଟ ଜନିତ। ଛୋଟ ଆକ୍ସିଡେଣ୍ଟ ହେଉ କି ବଡ଼ ଆକ୍ସିଡେଣ୍ଟ ହେଉ, କିନ୍ତୁ ଆକ୍ସିଡେଣ୍ଟର ଯୋଗ ଗୋଟେ ରହୁଛି। ବିକଜ ମଙ୍ଗଳ ଅଷ୍ଟମ ଘରେ ଏବଂ ସୂର୍ଯ୍ୟ ସାଥିରେ ପୁଣି ରାହୁ ଗୋଚର ପଟେ, ତ ସେଇଟା ଟିକେ ପ୍ରୋବ୍ଲେମ୍ ହେଉଛି। ତ ମିଥୁନ ରାଶି ଆପଣ ଯେଉଁଠିକି ବି ଗାଡ଼ି ଚଲାଉଛନ୍ତି, ଯାହା ଟିକେ ଶୃଙ୍ଖଳାର ସହିତ ଏବଂ ଡିସିପ୍ଲିନ୍ ୱେରେ ଆପଣ ଚଲାନ୍ତୁ। ଆମେ ଜ୍ୟୋତିଷ ଶାସ୍ତ୍ରରେ ସର୍ବଦା ବୁଝେଇଥାଉ ଯେ ଜିନିଷଟା କ'ଣ ଘଟିବାକୁ ଯାଉଛି। ଆପଣଙ୍କର ନିଶ୍ଚିତ ଭାବରେ ଏଇ ଯେଉଁ ଅଷ୍ଟମ ଘରେ ଏଇ ଜିନିଷଟି ଭଲ ନୁହେଁ। ତାପରେ ଅଷ୍ଟମ ଘରେ ବୁଧ କଦାପି ଭଲ ନୁହେଁ, ସମସ୍ତେ ଜାଣିଛନ୍ତି ଯେଉଁମାନେ ଜ୍ୟୋତିଷ ବିଦ୍ୟା କହିଛନ୍ତି। ତ ଆଉ ଗୋଟେ କଥା, ଆର୍ଥିକ କଥା, ଆମେ ଯଦି ଅର୍ଥ କଥା ଆଲୋଚନା କରିବା, ଏ ମାସରେ ଆପଣ ଯାହା ଚାହୁଁଥିବେ, ଆପଣ ଯେଉଁଟା ଇନକମ୍ କରୁଥିବେ, ଯେଉଁ ଚାକିରି କରନ୍ତୁ କିମ୍ବା ଯାହା, ସେଇଥିରେ ଆପଣଙ୍କର ପଇସାଟା ଏତେ ହେବନି। ବିଲକୁଲ ସତ କଥା, ଆପଣଙ୍କର ଏଥିରେ ଏଇ ଯେଉଁ ମାସରେ ଆପଣଙ୍କର ଅର୍ଥ ଏତେ ହେବନି ଯେଉଁଟା ଆପଣ ଚାହୁଁଥିବେ। କିନ୍ତୁ ଆପଣଙ୍କର ଅଚାନକ ଧନ ଲାଭ ହେବ। ରାହୁ ଆପଣଙ୍କର ଅଷ୍ଟମ ଭାବରେ ବସିଛନ୍ତି। ଆଉ ଗୋଟେ କଥା, ଆପଣଙ୍କର ଚୋରି ହେବାର, କିଛି ଗୋଟେ ଜିନିଷ ଚୋରି ହେବାର, ନବମ ଭାବରେ ରାହୁ ଦେଖନ୍ତୁ ଗୋଚର ହେଲେ ପୁଣି ପଳେଇ ଆସିବେ ବକ୍ରି ଭାବରେ ଅଷ୍ଟମକୁ। ତ ରାହୁ ଯେହେତୁ ଅଛନ୍ତି, ଚୋରି ହେବାର ଆପଣଙ୍କ ଜିନିଷ କିମ୍ବା ଆପଣଙ୍କ ଘରରୁ କିଛି ଜିନିଷ ଚୋରି ହେବାର ମଧ୍ୟ ଗୋଟେ ଯୋଗ ଦେଖାଯାଉଛି। ବୁଧ ସାଥେ ରାହୁ ଏଠି ରହିଛନ୍ତି। ସ୍ୱାସ୍ଥ୍ୟ ବି ଏତେଟା ଭଲ ରହୁନି। ଫାଷ୍ଟ କହିଛି, ଅର୍ଥ ଆପଣ ଗୋଟେ ଯେଉଁଠୁ ଇନକମ୍ କରୁଥିବେ ସେଇଠୁ ନ ହେଇପାରେ, ହେବନି ସେଇଠୁ, କିନ୍ତୁ ଆପଣଙ୍କର କିନ୍ତୁ ଗୋଟେ ଅଲଗା ମହାଧନ ଯୋଗ ଗୋଟେ ଅଛି। ଯେହେତୁ ଚତୁର୍ବର୍ଗୀ ଗ୍ରହ ଶୁକ୍ର ଆପଣଙ୍କୁ ବହୁତ ହେଲ୍ପ କରିବେ ଏବଂ ଯେଉଁ ମଙ୍ଗଳ ମଧ୍ୟ ଆପଣଙ୍କୁ ହେଲ୍ପ କରିବେ, ସୂର୍ଯ୍ୟ ହେଲ୍ପ କରିବେ। ତ ନିଶ୍ଚିତ ଭାବରେ ଆପଣଙ୍କ ପାଇଁ ଏଇଟା ଭଲ କଥା। କିନ୍ତୁ ଆପଣ ଯଦି କିଛି ଗୋଟେ ବଡ଼ ମାନେ ଇମ୍ପୋର୍ଟାଣ୍ଟ ଜିନିଷଟା ହେଉଛି, ଆପଣ କୌଣସି ଖରାପ ସାଙ୍ଗ ସାଥିରେ ପଡ଼ିକି କିଛି ଗୋଟେ ଅଲଗା ରାସ୍ତାରେ ପଇସା ଇନକମ୍ କରିବାକୁ କିମ୍ବା ପଇସା ବ୍ୟୟ କରିବାକୁ ଆପଣ ଦେଖିବେ ଏ ମାସରେ ନିଶ୍ଚିତ ଭାବରେ କରିବେ। ଆଉ ସେଇଟା ଆପଣଙ୍କୁ ଆମେ ଏଇଥିପାଇଁ କହୁଛୁ, ଆପଣ ସେଇଟା କରନ୍ତୁ ନାହିଁ। ବିକଜ ସେଇଭଳିଆ ଯୋଗ ଦେଖାଯାଉଛି। ତ ଖରାପ ସାଙ୍ଗସାଥିରେ ଆପଣ ପଡ଼ନ୍ତୁ ନାହିଁ। ଯଦି ଖରାପ ସାଙ୍ଗସାଥିରେ ପଡ଼ିବେ, ଆପଣ ବି ଫସିବେ, ସିଏ ବି ଫସିବ, ତା ଦ୍ୱାରା ଆପଣ ଫସିବେ କିମ୍ବା ଆପଣଙ୍କ ଦ୍ୱାରା ମଧ୍ୟ ସିଏ ଫସିପାରେ। ଏଇଭଳିଆ ସିଚୁଏସନ୍ କ୍ରିଏଟ୍ କରୁଛି। ଆପଣଙ୍କର ମତି ଭ୍ରଷ୍ଟ ହେବାର ସମୟ ଅଛି ଫେବୃଆରୀ ମାସରେ। ବିଜନେସ୍ କ୍ଷେତ୍ରରେ ଯଦି ଆମେ ଆଲୋଚନା କରିବା, ଯେଉଁମାନେ ବିଜନେସ୍ କରୁଛନ୍ତି, ତ ବିଜନେସ୍ ଏଇଠି ଦେଖିବା ଗଲେ ଆମେ ଶନି ବସିଛନ୍ତି ବୃହସ୍ପତିଙ୍କ ରାଶିରେ, କିନ୍ତୁ ଯେହେତୁ ଚାରିଟା ଗ୍ରହ, ସେଇ ସୂର୍ଯ୍ୟ, ଶୁକ୍ର, ବୁଧ, ମଙ୍ଗଳ, ରାହୁ, ଏମାନଙ୍କର ଦୃଷ୍ଟି ସବୁ ଜାଗାକୁ, ଯେଉଁ ଗ୍ରହକୁ ବି ରହୁଛି, ଘରକୁ ରହୁଛି, ସବୁ ବିଚାର କରି ଆକ୍ଚୁଆଲି ଆମେ ଜ୍ୟୋତିଷ ଅନୁସାରେ କହୁଛୁ। ଦେଖନ୍ତୁ, ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ଯେମିତିକା, ବିଜନେସ୍ରେ ବି ମଧ୍ୟ ସେମିତିକା। ମାନେ ଆପଣଙ୍କ ବିଜନେସ୍ରେ ଗ୍ରୋଥଟା ଯେମିତି ଚାଲୁଥିଲା, ଗ୍ରୋଥ୍ ହେବନି। ଆପଣ ମାଆଙ୍କୁ ଯେଉଁ ହେଲ୍ପ, ମାଆଙ୍କର କଥାବାର୍ତ୍ତା ଶୈଳୀ, ଆପଣ ମାଆଙ୍କ ସାଥିରେ କମ୍ୟୁନିକେଟ୍ କରନ୍ତୁ। ଯେଉଁଟା କିଛି କରିବାକୁ ଚାହୁଁଛନ୍ତି ମାଆକୁ କୁହନ୍ତୁ। ଏଇ ମାସରେ ଏଇଟା ନିତାନ୍ତ ଆବଶ୍ୟକ। ବିକଜ ମାଆଠୁ ଯଦି ଆପଣ ଠିକ୍ ଭାବରେ ପରାମର୍ଶ ନେଇ କାର୍ଯ୍ୟ କରିବେ, ଆର୍ଥିକ ଉନ୍ନତି ନିଶ୍ଚିତ ଘଟିବ। କାହିଁକି କହିଲ, ମାଆ ସର୍ବଦା ଠିକ୍ ସଦୁପଯୋଗର ରାସ୍ତା ଦିଅନ୍ତି। କାହିଁକିନା ବ୍ୟୟ ବହୁତ ହେବାର ଏଥିରେ ଅଛି।
ବ୍ୟୟଭୂତ ହେବାର ଅଛି ବିଲକୁଲ। ତାପରେ ଦେଖନ୍ତୁ ସୂର୍ଯ୍ୟ ଶୁକ୍ର ବୁଧ ମଙ୍ଗଳ ତାପରେ ରାହୁ ଯେତେବେଳେ ଗୋଚର କଲେ ଆଉ ଗୋଟେ ପ୍ରୋବ୍ଲେମ୍ ଆପଣଙ୍କର ପତି ପତ୍ନୀ ଜନିତ ଯେଉଁ ପ୍ରୋବ୍ଲେମ୍ କଳହର ଯୁଗ। ଯେହେତୁ ଏଇଠି କ'ଣ ହେଲା ନା କଳହଟା ହେଲା ତ କଳହ ପରେ ପୁଣି ଶାନ୍ତି କେମିତି ଆସିବ? ତ ଶାନ୍ତି ସେଇଟା ବୃହସ୍ପତି ଯେହେତୁ ଲଗ୍ନରେ ଅଛନ୍ତି ତ ଶାନ୍ତି ବି ନେଇ ଆସିବେ। ତ ପ୍ରେମ କଥା ଯଦି କହିବା ସ୍ୱାମୀ ସ୍ତ୍ରୀର କଥା କହିବା ମାସଟି ଭଲ ନିଶ୍ଚିତ ଭାବରେ ଭଲ। କିନ୍ତୁ ମୁଁ ଯେମିତି କହିଲି ଅନ୍ୟ ସବୁ ଜିନିଷ ସବୁ ଅଲଗା ପ୍ରକାର ହେବ। ହେଲ୍ଥ ଆପଣଙ୍କର ଯେଉଁଟା ଲାଇଫ୍ରେ କେବେ ବି ହେଇନଥିଲା ହେଲ୍ଥ ଆପଣଙ୍କର ସେଇ ଜିନିଷ ଖରାପ ହେଇପାରେ। ଅର୍ଥାତ୍ ହଠାତ୍ କି ଆପଣଙ୍କର କେବେ ମୁଣ୍ଡ ବିନ୍ଧୁନଥିଲା ଆପଣଙ୍କୁ ଆଜି କେମିତି ମୁଣ୍ଡ ବିନ୍ଧିଗଲା। ତ ଯେଉଁଟା ଅନଏକ୍ସପେକ୍ଟେଡ଼ ମାନେ ଯେଉଁଟା ଆପଣ ଆଶା କରୁନଥିବେ ସେଇ ସବୁ ଜିନିଷ ହେଇପାରେ। ଅର୍ଥ ମଧ୍ୟ ସେଇ ସବୁ ଜିନିଷ ଅର୍ଥରେ ଆପଣଙ୍କର ଇନକମ୍ଟା ଗୋଟେ ଯେଉଁଟା ଆଶା କରୁନଥିବେ ହେବ। ଘରେ ପୂଜା ପାଠ ହେବ ବହୁତ ଘରେ ପୂଜା ପାଠ ହେଇପାରେ ଏଇଟା ଗୋଟେ ଦେଖୁଛି ନିଶ୍ଚିତ ଭାବରେ। ଘରେ ପୂଜା ପାଠ ହେଉ କେଉଁଠି ଗୋଟେ ଭଲ ଜାଗାକୁ ବୁଲିବାକୁ ଯିବା। ଆପଣଙ୍କୁ ଗୋଟେ ପରାମର୍ଶ ଦେଉଛି ଏକାନ୍ତ ଭାବନ୍ତୁ ଆପଣଙ୍କର କ'ଣ ଏ ମାସରେ ଆପଣ ଅତ୍ୟଧିକ ପଇସା କେଉଁଠି ଲଗାନ୍ତୁ ନାହିଁ। ରାଶିଚକ୍ର ଦେଖନ୍ତୁ ମିଥୁନ ରାଶି ବହୁତ ଗୋଟେ ଟ୍ୟାଲେଣ୍ଟେଡ଼ ରାଶି ଆଉ ମିଥୁନ ରାଶି ବହୁତ ଉଚ୍ଚ କୋଟିର ରାଶି। ଅର୍ଥାତ୍ ମିଥୁନ ରାଶି ପାଖରେ ଜ୍ଞାନ ବହୁତ ଥାଏ। କିନ୍ତୁ ଯେହେତୁ ଏଇ ଯେଉଁ ଅଷ୍ଟମ ଭାବ ଭଲ ନୁହେଁ ଆମେ ସମସ୍ତେ ଜାଣିଛନ୍ତି। ତ ଶୁକ୍ର ବୁଧ ଜାଣିଛନ୍ତି ଅଷ୍ଟମ ଘରେ ବୁଧ ରହିଲେ କି କାହାକୁ ମାନେ ଯାହାଙ୍କ ଜାତକରେ ବୁଧ ଥିବେ ଅଷ୍ଟମ ଘରେ ସେ ତାକୁ ବିକଳାଙ୍ଗ ମଧ୍ୟ କରାଇ ଦିଅନ୍ତି ଏମିତି କିଛି ଅଛି। ତ ଏକ୍ଜାକ୍ଟ ପ୍ରେଡ଼ିକ୍ସନ୍ ଏଇଟା ଗୋଚର କୁଣ୍ଡଳୀ ଅନୁସାରେ ଆମେ ଆପଣଙ୍କ ଜାତକ ଦେଖିକି ତ ବିଲକୁଲ ଆମେ କହିପାରିବା କ'ଣ ଆକ୍ଚୁଆଲି ଘଟଣା ଘଟିବ କ'ଣ ଜିନିଷ ଯେଉଁଟା 99% ଆକ୍ୟୁରେଟ୍ ଆମେ କହିପାରିବା। କିନ୍ତୁ ଯେହେତୁ ରାହୁଙ୍କର ଯେଉଁ କ୍ୱାଲିଟି ରାହୁ ଯେହେତୁ ଗୋଟେ ଭ୍ରମିତ ଏବଂ ଚାଲାକ ଗ୍ରହ ତ ରାହୁ ଅଷ୍ଟମ ଘରେ ଯେଉଁ ଶୁକ୍ରଙ୍କ ସାଥିରେ ଏଇଠି ଯେଉଁ ହେଇଯିବ ନା ଶୁକ୍ର ଆଉ ରାହୁ କମ୍ବିନେସନ୍ ଯେଉଁଟା ହେବ ତ ଆପଣଙ୍କୁ ଗୋଟେ ଅଲଗା କ୍ଷେତ୍ରରେ ପଇସା ଇନକମ୍ କରିବାକୁ ମଧ୍ୟ ଆପଣଙ୍କୁ ସିଏ ଯେଉଁ କହିବେ ଏଇଥିରୁ ଇନକମ୍ କର ସେଇଥିରୁ ଇନକମ୍ କର ସେୟାର ମାର୍କେଟିଂ ହେଉ ଟ୍ରେଡ଼ିଂ ହେଉ ବଗେରା ଲଟେରୀ ବଗେରା ଏଇସବୁ ହେଉ। କିନ୍ତୁ ଆମ ସେ ଯେଉଁ ସାଙ୍ଗ ଆପଣଙ୍କର ଜଣେ ଥିବ ଖରାପ ସାଙ୍ଗ ମେ ବି ହେଇଥାଇପାରେ ତ ସେଇଟାକୁ ଆପଣ ଆଭଏଡ଼ କରନ୍ତୁ। ଆଉ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଶ୍ଚିତ ଭାବରେ ଧ୍ୟାନ କରନ୍ତୁ। ହନୁମାନଙ୍କ ଚାଳିଶା ପଢ଼ନ୍ତୁ ହନୁମାନ ଚାଳିଶା ପଢ଼ନ୍ତୁ। ମହାଦେବଙ୍କର ଧ୍ୟାନ ନିଶ୍ଚିତ ଆବଶ୍ୟକ। ଆପଣଙ୍କର ମାତା ପାର୍ବତୀଙ୍କ ଧ୍ୟାନ ଏବଂ ଗଣେଶଙ୍କ ଧ୍ୟାନ ଆପଣ ନିଶ୍ଚିତ କରନ୍ତୁ ସବୁକିଛି ଠିକ୍ ଯିବ। ନିଜର କୁଣ୍ଡଲି ଆକ୍ୟୁରେଟ୍ ପ୍ରେଡ଼ିକ୍ସନ୍ ଜାଣିବା ପାଇଁ କଣ୍ଟାକ୍ଟ କରନ୍ତୁ ଆମ ସାଥିରେ ନିଶ୍ଚିତ ଭାବରେ ଜଣାଇ ଦିଆଯିବ। ଜୟ ଜଗନ୍ନାଥ।